ରାମଚନ୍ଦ୍ର ସେ ରାଜା ପ୍ରଜା ମାନେ କେମିତି ରୁହନ୍ତି ସେ ଗାଁରେ ବୁଲିକିନି ଖବର ନିଅନ୍ତି। ରାତିରେ ଦିନେ ବୁଲୁଥିଲେ, ଆରେ ଏଡେ ଅବିବେକ, ରାମଚନ୍ଦ୍ର ଚାହିଁ ତୁ ବଡ ଲୋକ। ତାଙ୍କ ଘରଣୀ ସୀତା ରାଣୀ ତାକୁ ନେଲା ରାବଣ ଚୋରି କରି 46 ଦିନ ରଖିଲା। ରାମଚନ୍ଦ୍ର ଆଣି ରଖିଲେ, ମୁଁ ଦିନେ ବାପ ଘରେ ରହିନି, ମୋର ଏମିତି ଜାତି ଚାଲିଗଲା। ସେଠୁ ରାମଚନ୍ଦ୍ର ଶୁଣିଲେ, ଶୁଣିକିନି ଆସିକିନି ସୀତା ସବୁବେଳେ କୁହନ୍ତି ମୁଁ ଋଷି ଆଶ୍ରମରେ ଯିମି, ମୁଁ ସଖୀ ମାନଙ୍କୁ ଦେଖା କରିମି। ସେଠୁ ଲକ୍ଷ୍ମଣକୁ କହିଲେ ତାକୁ କାଲି ନେଇ ନବୁ, ଆଉ ନେଇ ଯାଇକିନି ଛାଡ଼ି ଦେଇ ଆସିବୁ, ଆଉ ଆଣିବୁନୁ। ସେଠୁ ଲକ୍ଷ୍ମଣ କହିଲେ ଭାଇ କଣ ପାଇଁ ତାଙ୍କୁ ନେଇ ଛାଡ଼ିମି ବନସ୍ତରେ, ଗର୍ଭରେ ତାଙ୍କର 7 ମାସ, କେମିତି ଭାଇ ତମେ ହଉଛ ନିରାଶ। ରାମଚନ୍ଦ୍ର କହିଲେ ସେ ଗର୍ଭ ଥାଉ ବା ଯାହା ଥାଉ, ତୁ ନେଇକିନି ଛାଡ଼ି ଆସିବୁ। ସେଠୁ ଲକ୍ଷ୍ମଣ କଣ କରିବେ, ନେଇକିନି ଗଲେ, ନେଇକିନି ଯାଇକିନି ଗୋଟେ ଜାଗାରେ ଶୋଇଲେ, ଥକା ମାଇଲେ, ଶୋଇଲେ, ପତ୍ର ବିଛେଇକିନି ଶୋଇଲେ। ଲକ୍ଷ୍ମଣ ସେଠୁ କଣ କଲେ, ଚିଠି ଲେଖିଲେ, ପନ୍ଥ ପଚାରି ପିତା ଘର ଯିବ, ଆଉ ଅଯୋଧ୍ୟାକୁ ମନ ନ କରିବ। ସେଠୁ ଲେଖି ଦେଇକିନି ପତ୍ର ଥୋଇ ଦେଇକିନି ସୀତା ପାଖରେ ପଳେଇ ଆସିଲେ। ସୀତାରେ ଯେତେବେଳେ ନିଦ ଭାଙ୍ଗିଲା, ଦେଖିଲା ବେଳକୁ ପତ୍ରକୁ ଲେଖା ହେଇଛି ପନ୍ଥ ପଚାରି ପିତା ଘର ଯିବ, ଆଉ ଦିନେ ଅଯୋଧ୍ୟାକୁ ମନ ନ କରିବ। ସେଠୁ ସୀତା କହିଲା ଆଉ କଣ କରିମି। ସେଠୁ ଗଲା ଋଷି ଆଶ୍ରମରେ ସବୁ ଫୁଲ ତୋଳିବାକୁ ସଖୀ ମାନେ ଆସିଲେ। ସେଠୁ ସୀତାକୁ ଦେଖିଲେ, ଆଗରୁ ତାଙ୍କର ଥିଲା ସଖୀ ମାନେ ସାଙ୍ଗ, ସେଠୁ ନେଇଗଲେ ବାଲ୍ମୀକି ଆଶ୍ରମରେ ରଖିଲେ, ରହିଲେ। ସୀତା ରହିଲେ ଯେମିତି, ଜନ୍ମ ହେଲେ ନବକୁଶ। ନବକୁଶ ଜନ୍ମ ହେଲେ ଯେମିତି, ଏଠୁ ବାଲ୍ମୀକି ଋଷି ତାଙ୍କର ସବୁ ବିଦ୍ୟାରେ ସବୁ ଶିଖେଇଲେ, ପାଠ ପଢେଇଲେ, ରହିଲେ। ଦିନେ କଣ ହେଲା, ରାମ ଲକ୍ଷ୍ମଣ ଅଶ୍ୱରେ ଗୋଟେ ଚିଠି ଲେଖିକିନି, ପତ୍ର ଲେଖି ଦେଇକିନି ଛାଡ଼ିଦେଲେ ଅଶ୍ୱକୁ, କିଏ ଯୋଦ୍ଧା ଅଛି ଆମ ସାଙ୍ଗରେ ଯୁଦ୍ଧ କରିବ। ଲବକୁଶ କଣ କରିଲେ, ବନସ୍ତରେ ବୁଲୁଥିଲେ, ଅଶ୍ୱକୁ ଦେଖିଲେ, ଦେଖିକିନି ସେ ପତ୍ରକୁ ପଢିଲେ, ପଢିଲେ ଯେ ଲେଖା ହେଇଛି କିଏ ଯୋଦ୍ଧା ଅଛି ଆମ ସାଙ୍ଗରେ ଯୁଦ୍ଧ କରିବ। ଏଠୁ ଅଶ୍ୱକୁ ବାନ୍ଧି ପକେଇଲେ, ବାନ୍ଧି ପକେଇଲେ ଯେମିତି ନବକୁଶ ରାମ ଲକ୍ଷ୍ମଣ ଗଲେ, ରାମ ଲକ୍ଷ୍ମଣ ଗଲେ ଯେମିତି, ସେଠୁ ତାକୁ ଯୁଦ୍ଧ କରି ମାରିଦେଲେ, ନବକୁଶ ମାରିଦେଲେ। ସେଠୁ ମାରି ଦେଇକିନି ଯାଇକିନି ମା ପାଖରେ କହିଲେ ଆମେ ଆଜି ଯୁଦ୍ଧରେ 2 ଜଣଙ୍କୁ ମାରିଛୁ। ନା କିଏ, ନା ସେ ଅଶ୍ୱରେ ଲେଖିକିନି ପତ୍ର ଛାଡ଼ିଥିଲେ, ଆମେ ସେ ଅଶ୍ୱକୁ ବାନ୍ଧି ପକେଇନୁ, ବାନ୍ଧି ପକେଇ ତାଙ୍କ ସାଙ୍ଗରେ ଯୁଦ୍ଧ କରି ତାଙ୍କୁ ମାରି ଦେଇଛୁ। ସୀତା କହିଲେ କିକଲରେ ଦୁଃଖୀ ସଙ୍କାଳି, ଅଭାଗିନୀ କରମ। ଏଠୁ କହିଲେ କିଏ ସେ ଯୋଦ୍ଧା ଛାଡ଼ିଥିଲେ, କହିଲେ ଅଯୋଧ୍ୟାରେ ଘର ତାଙ୍କର, ନାମ ଶ୍ରୀରାମଚନ୍ଦ୍ର। ଲକ୍ଷ୍ମଣ ରାବଣକୁ ମାରି ଅଛନ୍ତି, କ୍ଷେତ୍ରୀ କୁଳ ନରେନ୍ଦ୍ର। ପିତୃହତ୍ୟା କୁଳ ଅଙ୍ଗାର, ନାଇଁ ନରେ କେ ସ୍ଥାନ। ସେଠୁ ନବକୁଶ କହିଲେ ବନେ ଜନ୍ମି ବନେ ବଢିନୁ, ବନ ଫଳକୁ ଖାଇ।
ପିତା ବୋଲି ତୁମ ମୁଖରୁ ମାତ ନଥିଲୁ ଶୁଣି। ଏଠୁ ସୀତା କହିଲେ ହଉ ଯା ତ କଲଣି କଲଣି, ଧର ଚନ୍ଦନ କାଠ ଆଉ ଘିଅ ଧର, ଚାଲ। ହେଠୁ ଗଲେ, ହେଠୁ ଜୋଇ ନଗେଇଲେ। ସୀତା କହିଲେ ମୁଁ ଏ ଅଗ୍ନିରେ ଢାସ ଦେବି। ସମସ୍ତେ ଯେତେବେଳେ ତାଙ୍କୁ ରାମ ଲକ୍ଷ୍ମଣଙ୍କୁ ଥୋଇକିନି ସୀତା ଡେଇଁବାକୁ ବସିଲେ, ବାଲ୍ମୀକି ଯାଇକିନି ସେତିକିବେଳେ ପହଞ୍ଚିଲେ। ବାଲ୍ମୀକି ହେଠୁ ମନ୍ତ୍ର ପାଠ କଲେ। ସେଠୁ ରାମ ଲକ୍ଷ୍ମଣ ଜୀବଧାନ ପାଇଲେ।